ସକାଳେ ଯେମିତି ବାହାରେ ଖରା ହେଉଛି ସେଇଥିପାଇଁ ଗୋମାତା ଘରକୁ ଆସିଥିଲେ। ଏ ମାଉସୀ ପୁତୁରା ସକାଳେ ସେ ତାଙ୍କୁ କିଛି ଖାଇବା ସହିତ ପାଣି ନେଇ ଦେଇଥିଲେ। ପତିଦେବ ଦୋକାନ ଯିବେ ବୋଲି ଏଠି ବ୍ୟସ୍ତ ହେଉଥିବାର ଦେଖି ଫଟାଫଟ ତାଙ୍କୁ ଆଣି ଦୁଇ ଜଣଙ୍କୁ ଉପମା ଦେଇଥିଲି ଖାଇବା ପାଇଁକି। ଧନ ଦେଖନ୍ତୁ କାନ୍ଦ ତାର କହିଲେ ନ ସରେ, କାହିଁକି ନା ତା ବାପା ତାକୁ ସାଙ୍ଗରେ ନେଇନଥିଲେ। ଆପଣମାନଙ୍କ ସହିତ ଆଜି ଗୋଟେ ହେୟାର କେୟାର ଟିପ୍ସ ମୁଁ ଆପଣମାନଙ୍କୁ କହୁଛି। ଆପଣମାନେ ଘରେ ରହି 40 ଟଙ୍କାରେ ଏମିତି ସୁନ୍ଦର ହେୟାର ପାଇପାରିବେ, ସ୍ମୁଥ ସାଇନ୍ ଓ ତା ସହିତ ଆପଣଙ୍କର ହେୟାର ଫଲ୍ ବି କଣ୍ଟ୍ରୋଲ ହେବ। ଆପଣମାନେ ଜାଣିବା ପାଇଁ ଚାହିଁଲେ ପ୍ଲିଜ୍ ମୋତେ କମେଣ୍ଟ କରନ୍ତୁ, ଆପଣମାନଙ୍କୁ ଅତି ସହଜରେ ମୁଁ ବତେଇଦେବି। ତାପରେ ଯେହେତୁ ଆଜି 12ଟି ବି ବୁଧବାର ଥିଲା, ଘରକୁ ଆଜି ଆମର ବାଉଲ ମାଛ ଆସିଥିଲା। ସେଥିପାଇଁ ମୁଁ ଭାବିଲି ବାହାରେ ଖରା ପାଇଁ ଖଟା କଲେ ଗଣ୍ଡାଏ ଭାତ ଖାଇ ହେବ, ତା ଭିତରେ ପୁଅ ପାଇଁ ବି ଏଠି ମଟନ୍ ଲେଗ୍ ନେଇ ଆସିଥିଲେ। ମୁଁ ଏଠି ପିଆଜ ରସୁଣ ଏଠି ତାକୁ ଛେଞ୍ଚି ପକାଇଥିଲି। ତା ଭିତରେ ଏଠି ଗୋଟେ ଟମାଟୋ ଆଉ ଟିକେ ଜିରା ଦେଇ ମଟନ୍ ଯେ ଗୋଟେ ଧୋଇ ରଖିଥିଲି ସେ ବି ତା ଭିତରେ ଦେଇ ଏଠି ଭଲ ଭାବରେ କିଛି ସମୟ ଭାଜି ନେଲା ପରେ ସେଥିରେ ପାଣି ଦେଇ 15-20ଟି ସିଟି ମାରି ନେଇଥିଲି। ତାପରେ ଧନକୁ ଟିକେ ଖୁଆଇଦେଲା ପରେ ଆମେ ଦୁଇ ଭଉଣୀ ବସି ପଡ଼ିଥିଲୁ। ଶାଗ ମାଛ ଏମିତି ଲଗେଇ ଆମେ ସବୁ ଖାଇବା ପାଇଁ ଖାଇସାରି ପୁଅକୁ ନେଇ ମୁଁ ଚାଲି ଶୋଇବା ପାଇଁ। ଆଶା କରେ ପ୍ଲିଜ୍ ଆପଣମାନେ କରିଦେଇଥିବେ ସବସ୍କ୍ରାଇବ୍। ଜୟ ଜଗନ୍ନାଥ।